ପ୍ରେମର ପରିଭାଷା ଦୁଇଟି ବିପରୀତ ହୃଦୟର ମାନସିକ ପ୍ରତିଫଳନ ହିଁ ପ୍ରେମ। ପ୍ରେମର ସ୍ପର୍ଶ ଆଢୁଆଳରେ ତୀକ୍ଷ୍ଣ କଣ୍ଟାର ବେଦନା ଛପି ରହିଥାଏ। ନେତ୍ର ରୂପକ ବନଶୀ କଣ୍ଟାରେ ମନ ରୂପକ ମୀନକୁ କରାୟତ୍ତ କରିବା ପ୍ରେମର ସାର୍ଥକତା। ପ୍ରେମରେ ଆବେଗ ଓ ଭାବ ପ୍ରବଣତା ଅଧିକ। ଭଲ ପାଇବା ଏବଂ ସ୍ୱୟଂ ପ୍ରକାଶିତ ପ୍ରକ୍ରିୟା ଓ ମାଧ୍ୟମ, ଯାହା ଦ୍ୱାରା ହିଁ ଦୂରତ୍ୱ ହ୍ରାସ କରି ଅନ୍ୟକୁ ଆପଣାର କରି ହୁଏ। ପ୍ରେମ ଏକ ସ୍ୱତଃପ୍ରବୃତ୍ତ ବା ସ୍ୱତଃସ୍ଫୂର୍ତ୍ତ ପ୍ରକ୍ରିୟା, ଯାହାର କାରଣକୁ ପ୍ରକାଶ କରି ହୁଏନି, ବର୍ଣ୍ଣନା ମଧ୍ୟ କରି ହୁଏନି। ଦୁଇ ହୃଦୟର ବିଚ୍ଛେଦ ନହେଲା ଯାଏ ନିବିଡ଼ତା ଜଣା ଯାଇ ନଥାଏ। ପ୍ରେମ ରୂପକ ଭୂମିକମ୍ପର ସାନ୍ଦ୍ରତାକୁ ରିକ୍ଟର ସ୍କେଲ ନୁହେଁ, ବରଂ ବିଚ୍ଛେଦ ରୂପକ ସ୍କେଲରେ ଯାଇପାରେ। ଗୋଟିଏ ନାରୀ ଖୁସି କେତେବେଳେ ହୁଏ, ଯେତେବେଳେ ସ୍ୱାମୀ ଆସି କାନ ପାଖରେ କୁହେ, ଆଜି ତୁମେ ବହୁତ ସୁନ୍ଦର ଦେଖାଯାଉଛ। ଯେତେବେଳେ ପୁଅ ପେଟ ଭରି ଖାଇଥା। ଯେତେବେଳେ ଝିଅ କହେ, ତମେ ଆରାମ କର, ମୁଁ ରୋଷେଇ କରିଦେଉଛି। ଯେତେବେଳେ ଶ୍ୱଶୁର କୁହନ୍ତି, ଆଜି ଖାଇବାଟା ବହୁତ ସୁନ୍ଦର ହୋଇଥିଲା। ମନ ଖୁସି ସେତେବେଳେ ଲାଗେ। ଯେତେବେଳେ ଶାଶୁ କୁହନ୍ତି, ବାସ୍ ବହୁତ କାମ ହୋଇଗଲା, ଏବେ ଯା ତୁ ଆରାମ କର। ସ୍ୱାସ୍ଥ୍ୟ ସଚେତନତା। ସ୍ୱାସ୍ଥ୍ୟ ହେଉଛି ମଣିଷର ଶ୍ରେଷ୍ଠ ସମ୍ପଦ। ଆମର ଖାଦ୍ୟପେୟ, ଚାଲିଚଳନ, ଜୀବନ ଶୈଳୀକୁ ନେଇ ଆମେ ଅନେକ ଉପଭୋଗ କରିଥାଉ। ଆମମାନଙ୍କ ମଧ୍ୟରୁ କେତେକ ଅସ୍ଥିର ହୋଇ ସାମାନ୍ୟ ଘଟଣାରେ ଡାକ୍ତରଙ୍କ ଦ୍ୱାରସ୍ଥ ହୋଇଥାନ୍ତି। ମନ ଇଚ୍ଛା ଔଷଧ କିଣି ଆଣି ଖାଇ ଅସୁବିଧାରେ ପଡ଼ନ୍ତି। ମାତ୍ର ନିଜେ ସାବଧାନ ହେଲେ, ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଲେ ସବୁ ସମସ୍ୟାର ସମାଧାନ ହୋଇଥାଏ। ଦୁନିଆର 90% ଲୋକ ଏମିତି ଏକ କଡ଼ିରେ ବନ୍ଧା ହେଇଛନ୍ତି, ସେ କଡ଼ିରୁ ଚାହିଁକି ବି ସେ ବାହାରି ପାରୁନାହାନ୍ତି। ଆଉ ସେ କଡ଼ିର ନାଁ ହେଉଛି ଲୋକେ କ'ଣ କହିବେ। ଏହି କଥାକୁ ଚିନ୍ତା କରି କରି ନା ଜୀବନର ସବୁ ଖୁସିକୁ ଜଳାଞ୍ଜଳି ଦେଇ ଦେଉଛେ। ଯେଉଁ ଯୁଗରେ ଯାହା ଧର୍ମ ବୋଲି ବିବେଚିତ ହେଉଥିଲା, ସେହି ଯୁଗରେ ସେପରି ବ୍ରାହ୍ମଣ ଥିଲେ। ତାହାଙ୍କୁ ନିନ୍ଦା କରିବା ଉଚିତ ନୁହେଁ, କାରଣ ସେ ଧର୍ମ ଏବଂ ସେହି ବ୍ରାହ୍ମଣମାନେ ଯୁଗର ଉଚିତ ଧର୍ମ ବା ବ୍ରାହ୍ମଣ। ତେଣୁ ସେହି ଯୁଗମାନଙ୍କରେ ସେମାନେ ଆଦରଣୀୟ ଅଟନ୍ତି। ସତ୍ୟ ଯୁଗରେ ପ୍ରାଣର ଅବସାନ ଅସ୍ଥିଗତ ହେଉଥିଲା। ତ୍ରେତାରେ ମାଂସକୁ ଆଶ୍ରୟ କରି, ଦ୍ୱାପର ଯୁଗରେ ରକ୍ତକୁ ଆଶ୍ରୟ କରି ପ୍ରାଣ ଥିଲା ଏବଂ କଳିଯୁଗରେ କେବଳ ଭୋଜ୍ୟବସ୍ତୁ ଅନ୍ନାଦିକୁ ଆଶ୍ରୟ କରି ପ୍ରାଣ ରହିଅଛି। କଳିଯୁଗରେ ଭୋଜନ ନିୟମିତ ଭାବରେ ନ କଲେ ପ୍ରାଣ ବିନଷ୍ଟ ହୋଇଯାଏ। ଯାଚକମାନଙ୍କ ନିକଟକୁ ଯାଇ ଦାନ କଲେ ଦାତାକୁ ଉତ୍ତମ ଦାନ କୁହନ୍ତି। ତାହା ଦ୍ୱାରା ଉତ୍ତମ ଫଳ ଲାଭ ହୁଏ। ଶ୍ରଦ୍ଧା ସହକାରେ ଡକାଇ ଆଣି ଦାନ ଦେଲେ ମଧ୍ୟ ଦାନ ହୁଏ, ତେଣୁ ମଧ୍ୟ ଫଳ ଲାଭ ହୁଏ। ମାଗିବା ଲୋକକୁ ଦାନ ଦେଲେ ଅଧମ ଦାନ ହୁଏ, ଏଥିରୁ ମଧ୍ୟ ଅଧମ ଫଳ ମିଳେ। କିନ୍ତୁ ଯାଚକ ସେବା କଲେ ଦାନ ଯୋଗ୍ୟ ହୁଏ, ଅର୍ଥାତ୍ ସେବା କରିବା ଲୋକଙ୍କୁ ଦାନ ଦିଆଗଲେ ସେ ଦାନ ନିଷ୍ଫଳ ହୁଏ, ସେ ଦାନର କିଛି ଫଳ ହୁଏ ନାହିଁ। ଜୟ ଶ୍ରୀ ଜଗନ୍ନାଥ।